ମୋର ପ୍ରିୟ ପ୍ରଭୁଙ୍କର ଲୋକ, ଆସନ୍ତୁ ଆଜି ଆମମାନେ ଆଦି ପୁସ୍ତକର 5 ପର୍ବଟି ଅଧ୍ୟୟନ କରିବା। ଆଉ ଏହି 5 ପର୍ବରେ ଆମମାନେ 32 ଗୋଟି ପଦ ଦେଖିବାକୁ ପାଉ। ଆଉ ଏହି 5 ପର୍ବଟି ଏକ ବିଶେଷ ବିଷୟ ଆମମାନଙ୍କୁ ଶିକ୍ଷା ଦିଏ, ଯେଉଁଟାକି ଆଦମଙ୍କ ଠାରୁ ଯେ 10 ଗୋଟି ପିଢ଼ି ପର୍ଯ୍ୟନ୍ତ ଆମେ 1556 ବର୍ଷର ଇତିହାସ ଆମମାନେ ଦେଖିବାକୁ ପାଉ। ଆଉ ଯୀଶୁ ଖ୍ରୀଷ୍ଟଙ୍କ ପୂର୍ବରୁ 1450 ବର୍ଷ ମଧ୍ୟରେ ଯେଉଁ ମୋଶା ଜୀବନ ବ୍ୟତୀତ କରିଥିଲେ, ସେହି ବିଷୟ ମୋଶାଙ୍କ ବିଷୟ ଆମମାନେ ଦେଖିବାକୁ ପାଉ। ଆଉ ମୋଶାଙ୍କ ବିଷୟରେ ଯାତ୍ରା ପୁସ୍ତକରେ ତାହା ବର୍ଣ୍ଣିତ ଅଛି, ଯେଉଁ ପୁସ୍ତକ କି ବାଇବଲର ଦ୍ୱିତୀୟ ପୁସ୍ତକ ଅଟେ। ଆଉ ଏହି ଯାତ୍ରା ପୁସ୍ତକ ଠାରୁ ଯେ ଯୀଶୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 1450 ବର୍ଷର ବୟସ ଆମମାନଙ୍କୁ ଦେଖିବାକୁ ପାଉ। ଆଉ ମଲାକି ପୁସ୍ତକ ପର୍ଯ୍ୟନ୍ତ 1000 ବୟସ ବା ବର୍ଷର ସୀମା ଆମମାନେ ଦେଖିବାକୁ ପାଉ। ଆଉ ଯୀଶୁ ଖ୍ରୀଷ୍ଟଙ୍କ ପୂର୍ବରୁ ମଲାକି ପୁସ୍ତକ ଠାରୁ ଯୀଶୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 100 ବର୍ଷର ଯେଉଁ ସାଇଲେଣ୍ଟ ପିରିୟଡ଼ ବୋଲି କୁହାଯାଏ, ତାହା ଆମମାନେ ଦେଖିବାକୁ ପାଉ। ଏଥିପାଇଁ ଏ ସମସ୍ତ ବିଷୟ ଆମମାନେ ଏହି ପଞ୍ଚମ ବା ଏହି 5 ପର୍ବରେ ଆମମାନଙ୍କୁ ଦେଖିବାକୁ ମିଳେ। ଯଦି ଏହି 5 ପର୍ବଟି ନଥାନ୍ତା, ତାହେଲେ ଆମମାନଙ୍କୁ ଏ ଇତିହାସ ବୁଝିବା ପାଇଁ ଆମମାନଙ୍କୁ କଷ୍ଟ ହେଇଥାନ୍ତା। ଆଉ ନୋହଙ୍କ ସମୟର କଥା ଯଦି ଆମେ ମନେ ପକାଉ, ତାର 1656 ବର୍ଷରେ ନୋହଙ୍କ ସମୟରେ ଜଳପ୍ଳାବନ ଆସିଥିଲା। ଆଉ ସେ ଜଳ ପ୍ରଳୟ ସମୟରେ ପରମେଶ୍ୱର କେବଳ ନୋହଙ୍କ ପରିବାରକୁ ସେ ବଞ୍ଚାଇଲେ। ଆଉ ସେ ନୋହଙ୍କ ପରିବାର ଦେଇ ପୃଥିବୀରେ ଆଉ ଜନସଂଖ୍ୟା କିପରି ବୃଦ୍ଧି ହେଲା, ସେହି ବିଷୟରେ ଆମମାନଙ୍କୁ ଦେଖିବାକୁ ମିଳେ। ଆଉ କିପରି ଆଦମଙ୍କ ଠାରୁ ବା ନୋହଙ୍କ ପରେ ଜନସଂଖ୍ୟା କେମିତି ବୃଦ୍ଧି ହେଲା, ତାର ବିଷୟ ଜାଣିବା ନିମନ୍ତେ ଆମମାନଙ୍କୁ ଏହି 5 ପର୍ବରୁ ହିଁ ଆମମାନଙ୍କୁ ଦେଖିବାକୁ ମିଳେ। 5 ପର୍ବର 1 ପଦରୁ ଯେ 5 ଯାଏଁ ନୋହଙ୍କ ଆଦମଙ୍କ ଠାରୁ ଯେ ନୋହଙ୍କ ପର୍ଯ୍ୟନ୍ତ ବଂଶାବଳୀ ଏଠାରେ ଆମମାନଙ୍କୁ ଦେଖିବାକୁ ମିଳେ। ଆଦମଙ୍କ ଠାରୁ ନୋହଙ୍କ ପର୍ଯ୍ୟନ୍ତ ଏହି 32 ପଦ ପର୍ଯ୍ୟନ୍ତ ଆମମାନଙ୍କୁ ଦେଖିବାକୁ ମିଳେ। ପ୍ରଥମେ ଆମମାନେ 1 ପର୍ବଠାରୁ ଆମମାନେ ଆରମ୍ଭ କରିବା। ତ 1 ପର୍ବଠାରୁ ଯେ 4 ପର୍ଯ୍ୟନ୍ତ 5 ପର୍ଯ୍ୟନ୍ତ ଆମେ ଯେଉଁ ଦେଖୁଅଛୁ, ଏଠାରେ ଆଦମଙ୍କର ବଂଶାବଳୀ ଲେଖା ଅଛି। ପୁଣି ଆଉ 6 ପଦଠାରୁ 7, 8 ପର୍ଯ୍ୟନ୍ତ ସେଠି ସେଥଙ୍କର ବଂଶାବଳୀ ଲେଖା ଅଛି। ପୁଣି 9 ପଦଠାରୁ ଆଗକୁ ପୁଣି ଇନୋସଙ୍କର ବଂଶାବଳୀ ଲେଖା ଅଛି। ତାପରେ 12 ପଦଠାରୁ ଆଗକୁ ଯଦି ଦେଖିବା, ସେଠି ମହାଲେଲଙ୍କର ବଂଶାବଳୀ ଲେଖା ଅଛି।
ଆଉ 19 ପଦ ଠାରୁ ଯେ 20 ପଦ ପର୍ଯ୍ୟନ୍ତ ଜେରଦଙ୍କ ବିଷୟରେ ଲେଖା ଥିବାର ଆମେ ଦେଖିବାକୁ ପାରୁ। ପୁଣି 21 ପଦ ଠାରୁ 24 ପଦ ପର୍ଯ୍ୟନ୍ତ ହନକଙ୍କ ବିଷୟରେ ଲେଖା ହୋଇଥିବାର ଆମେ ଦେଖିବାକୁ ପାରୁ। ପୁଣି 25 ପଦ ଠାରୁ 27 ପଦ ପର୍ଯ୍ୟନ୍ତ ଆମେ ମଥୁସେଲଙ୍କ ବିଷୟରେ ଲେଖା ହୋଇଥିବାର ଆମେ ଦେଖୁ। ତାପରେ 28 ଠାରୁ ଯେ 29 ପର୍ଯ୍ୟନ୍ତ ଲେମେକଙ୍କ ବିଷୟରେ ଆମେ ଦେଖିବାକୁ ପାଉ। ପୁଣି 29 ଠାରୁ 31 ପଦ ପର୍ଯ୍ୟନ୍ତ ନୋହଙ୍କର ବଂଶାବଳୀ ଆମେ ଦେଖୁ। ଆଉ 31 ଏବଂ 32 ପଦରେ ନୋହଙ୍କର ପିଲାମାନଙ୍କର ଯେଉଁ ନୋହଙ୍କର 3ଟି ପୁତ୍ର ଥିଲେ ସେମ, ହାମ ଆଉ ଜେଫତ, ଏମାନଙ୍କ ବିଷୟରେ ଆମମାନଙ୍କୁ ଦେଖିବାକୁ ମିଳେ। ଆଉ ଏ ସମ୍ପୂର୍ଣ୍ଣ ପର୍ବରେ, ଏ 5 ପର୍ବରେ ଆମମାନେ କିଏ କେତେ ବର୍ଷ ଯାଏଁ ବଞ୍ଚିଲା ସେ ବିଷୟ ଆମମାନଙ୍କୁ ଏଠି ଦେଖିବାକୁ ମିଳୁଅଛି। ଆଉ କିଏ କେତେ ବର୍ଷ ପର୍ଯ୍ୟନ୍ତ ଜନ୍ମ କେତେ ବର୍ଷରେ ସେ ଜନ୍ମ ହେଲା ଆଉ କେତେ ବର୍ଷ ପର୍ଯ୍ୟନ୍ତ ସେ ଜୀବିତ ରହିଲା, ତାହାର ଇତିହାସ ଆମମାନଙ୍କୁ ଦେଖିବାକୁ ମିଳେ। ଆଉ ପ୍ରଥମେ ଆଦମଙ୍କର ବଂଶ ଆମମାନେ ଯଦି ଦେଖିବା, ଆଦମ ଯେବେଠାରୁ ପାପ କଲା, ପରମେଶ୍ୱରଙ୍କର ଆଜ୍ଞାକୁ ଉଲ୍ଲଂଘନ କଲା, ତେବେଠାରୁ ତାର ବୟସର ଗଣନା ଆରମ୍ଭ ହେଲା। ଆଉ ସେ ପାପ କରିବା ସମୟଠାରୁ ନେଇ ତାକୁ ତାର ମୃତ୍ୟୁ ପର୍ଯ୍ୟନ୍ତ 930 ବର୍ଷ ପର୍ଯ୍ୟନ୍ତ ତାର ସମୟ ହୋଇଥିଲା। 930 ବର୍ଷ ବୟସ ପରେ ସେ ଆଦମଙ୍କର ମୃତ୍ୟୁ ହେଲା। ଆଉ ଆଦମ ଯେତେବେଳେ 130 ବର୍ଷ ବୟସ ହୋଇଥିଲା, ସେହି ସମୟରେ ସେ ଏକ ପୁତ୍ର ଜାତ ହେଲା ଆଉ ତାହାର ନାମ ସେଥ ଦେଲେ। ଆଉ ସେଥର ଜନ୍ମ ହେଲା ପରେ ଆଦମ 800 ବର୍ଷ ପର୍ଯ୍ୟନ୍ତ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ସେ ଜାତ କଲେ। ପୁଣି ଆଦମଙ୍କର ବୟସ ସର୍ବସୁଦ୍ଧା 930 ବର୍ଷ ଥିଲା, ତେଣୁ ସେ ମରିଗଲେ। ତାପରେ ସେଥ ସେ 105 ବର୍ଷ ବୟସରେ ସେ ଇନୋସକୁ ଜାତ କଲା। ଇନୋସଙ୍କୁ ସେ ଜନ୍ମ କଲା। ଆଉ ଇନୋସର ଜନ୍ମ ଉତ୍ତାରେ ସେଥ ଆଉ 807 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ଆଉ ସେ ଅନ୍ୟ ପୁତ୍ରମାନଙ୍କୁ ମଧ୍ୟ ସେ ଜାତ କଲେ। ଆଉ ସେଥର ବୟସ ସର୍ବସୁଦ୍ଧା 912 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲା। ତାପରେ ସେ ମରିଗଲା। ପୁଣି ଇନୋସ 90 ବର୍ଷ ବୟସରେ କଇନାନଙ୍କୁ ଜାତ କଲା। ପୁଣି କଇନାନର ଜନ୍ମ ଉତ୍ତାରେ ସେ 815 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ଆଉ ସେ ଅନ୍ୟ ପୁତ୍ର କନ୍ୟାମାନଙ୍କୁ ମଧ୍ୟ ସେ ଜାତ କଲା। ଆଉ ଇନୋସର ବୟସ ସର୍ବସୁଦ୍ଧା 905 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ତାପରେ ସେ ମରିଗଲେ। ତାପରେ କଇନାନ ସେ 70 ବର୍ଷ ବୟସରେ ମହଲେଲକୁ ଜାତ କଲା। 70 ବର୍ଷ ବୟସରେ ସେ ମହଲେଲକୁ ଜାତ କଲା। ମହଲେଲ ଜନ୍ମିଲା ଉତ୍ତାରେ ସେ 840 ବର୍ଷ ବଞ୍ଚି ଆଉ ସେ ଅନେକ ଅନ୍ୟ ପୁତ୍ର ଆଉ କନ୍ୟାମାନଙ୍କୁ ମଧ୍ୟ ସେ ଜାତ କଲା। ଆଉ କଇନାନର ବୟସ
ସୁଦ୍ଧା ସେ 910 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ତାପରେ ସେ ମଲା। ତାପରେ ମହଲେଲର 65 ବର୍ଷ ବୟସରେ ସେ ଜେରଦକୁ ଜାତ କଲା। ମହଲେଲ 65 ବର୍ଷ ବୟସରେ ସେ ଜେରଦକୁ ଜାତ କଲା। ଆଉ ଜେରଦ ଜନ୍ମିଲା ଉତ୍ତାରେ ସେ 830 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ଆଉ ଅନେକ ଅନ୍ୟ ପୁତ୍ର କନ୍ୟାମାନଙ୍କୁ ମଧ୍ୟ ସେ ଜାତ କଲା। ତାପରେ ମହଲେଲର ବୟସ ସର୍ବସୁଦ୍ଧା 895 ବର୍ଷ ଥିଲା। ମହଲେଲର ବୟସ ସର୍ବସୁଦ୍ଧା ସେ 895 ବର୍ଷ ସେ ବଞ୍ଚି ରହିଲେ। ତାପରେ ସେ ମଲେ। ପୁଣି ଜେରଦ 162 ବର୍ଷ ବୟସରେ ସେ ହନକଙ୍କୁ ଜନ୍ମ କଲେ। ଆଉ ହନକଙ୍କର ଜନ୍ମ ଉତ୍ତାରେ ସେ 800 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ଆଉ ସେ ଅନ୍ୟ ପୁତ୍ର କନ୍ୟାମାନଙ୍କୁ ମଧ୍ୟ ସେ ଜାତ କଲେ। ଆଉ ଜେରଦର ବୟସ ସର୍ବସୁଦ୍ଧା ସେ 962 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ତାପରେ ଯାଇ ସେ ମଲେ। ଆଉ ହନକ 65 ବର୍ଷ ବୟସରେ ମଥୁସେଲକୁ ଜାତ କଲେ। ହନକ 65 ବର୍ଷ ବୟସରେ ସେ ମଥୁସେଲକୁ ଜାତ କଲେ। ଆଉ ମଥୁସେଲର ଜନ୍ମ ଉତ୍ତାରେ ହନକ 30 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପୁଣି ସେ ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲେ। ମଥୁସେଲଙ୍କ ଜନ୍ମ ଉତ୍ତାରେ ହନକ 30 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ସେ ଗମନାଗମନ କଲେ। ପୁଣି ସେ ଆହୁରି ମଧ୍ୟ ପୁତ୍ର କନ୍ୟାମାନଙ୍କୁ ସେ ଜାତ କଲେ। ହନକଙ୍କର ବୟସ ସର୍ବସୁଦ୍ଧା 365 ବର୍ଷ ଥିଲା। ତାପରେ ମୋର ପ୍ରିୟ ହନକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ହନକ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିଲେ। ଆଉ ସେ ଅନ୍ତର୍ହିତ ହେଲେ, ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ତାପରେ ଆମେ ଦେଖିବା ମଥୁସେଲହଙ୍କ ବିଷୟରେ। ମଥୁସେଲ 127 ବର୍ଷ ବୟସରେ ଲେମକକୁ ଜାତ କଲା। 127 ବର୍ଷ ବୟସରେ ସେ ଲେମକକୁ ଜାତ କଲା। ଆଉ ଲେମକର ଜନ୍ମ ଉତ୍ତାରେ ମଥୁସେଲ 782 ବର୍ଷ ବଞ୍ଚି ରହିଲା। ଆହୁରି ପୁତ୍ର କନ୍ୟାମାନଙ୍କୁ ସେ ଜାତ କଲା। ପୁଣି ମଥୁସେଲହର ବୟସ ସର୍ବସୁଦ୍ଧା 969 ବର୍ଷ 969 ବର୍ଷ ସେ ବଞ୍ଚି ରହିଲେ। ତହୁ ସେ ମଲେ ମଥୁସେଲ। ଆଉ ଲେମକଙ୍କ ବିଷୟରେ ଆମେ ଦେଖିବା। ଲେମକ 182 ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ। ନୋହଙ୍କର ଅର୍ଥ ହେଲା ସାନ୍ତ୍ୱନା। ନୋହଙ୍କୁ ସେ ଜନ୍ମ କଲେ। ନୋହଙ୍କର ଅର୍ଥ ହେଉଛି ସାନ୍ତ୍ୱନା ଦେବା। ଆଉ ଲେମକଙ୍କ ଠାରୁ ନୋହଙ୍କର ଜନ୍ମ ହୋଇଥିଲା। ଆଉ ଯେହେତୁ ସେ କହିଲେ ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଲେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ। ନୋହଙ୍କର ଜନ୍ମ ଉତ୍ତାରେ ଲେମକ 595 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ଆହୁରି ପୁତ୍ର ଆଉ କନ୍ୟାମାନଙ୍କୁ ସେ ଜାତ କଲେ। ତାଙ୍କର ବୟସ ସର୍ବସୁଦ୍ଧା 777 ବର୍ଷ ସେ ବଞ୍ଚି ରହିଲେ।
ତାପରେ ସେ ମଲେ। ଆଉ ନହଙ୍କୁ 500 ବର୍ଷ ବୟସ ହେଲା। ଆଉ ନହଙ୍କୁ 500 ବର୍ଷ ବୟସ ହେଲା। ଆଉ ନହ ସେମ ଓ ହାମ ଓ ଜେପନ୍ଦକୁ ଜାତ କଲେ। ଆଉ ନହ 950 ବର୍ଷ ପର୍ଯ୍ୟନ୍ତ ସେ ଜୀବିତ ରହିଲେ। ଆଉ ନହଙ୍କ ସମୟରେ ଜଳପ୍ଳାବନ ହୋଇଥିଲା। ଆଉ ଏହି ଜଳପ୍ଳାବନ ଯେଉଁଟାକି 1656ରେ ହୋଇଥିଲା। ଆଉ ଜଳପ୍ଳାବନ ପରେ ନହଙ୍କର ବୟସ 350 ବର୍ଷ ପର୍ଯ୍ୟନ୍ତ ପୁଣି ସେ ଏହି ଧରାପୃଷ୍ଠରେ ସେ ଜୀବିତ ରହିଲେ ଜଳପ୍ଳାବନ ପରେ। ତାପରେ ସେ ମଲେ। ଏହି ପ୍ରକାରେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମମାନେ ଏଠାରେ ଦେଖିବାକୁ ପାରୁଅଛୁ ଯେ ଏହି 5 ପର୍ବରେ କିଏ କେବେ ଜନ୍ମ ହେଲା, ଆଉ କେତେ ବର୍ଷ ସେ ଜୀବିତ ରହିଲା, ଆଉ କେବେ ସେ କାହାକୁ ଜନ୍ମ କଲା, ଆଉ କେତେ ବର୍ଷ ଯାଏଁ ସେ ଜୀବିତ ରହିଲା, ସେ ସମସ୍ତ ବିଷୟ ଆମମାନେ ଏଠାରେ ଦେଖିଲୁ। ତ ଆସନ୍ତୁ ବର୍ତ୍ତମାନ ପୁନର୍ବାର ମୁଁ 5 ପର୍ବର 1 ପଦରୁ ମୁଁ ଆପଣମାନଙ୍କୁ ତା'ର ବ୍ୟାଖ୍ୟା ମୁଁ କରିବାକୁ ଚାହେଁ। ତା'ର ବର୍ଣ୍ଣନା ମୁଁ ସାରାଂଶ ମୁଁ ଭଲ ଭାବରେ କହିବାକୁ ଚାହେଁ। ଏଠାରେ ଲେଖା ଅଛି, ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କର ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ। ଧ୍ୟାନ ସହିତ ଦେଖନ୍ତୁ ଏଠାରେ ଯେ ପରମେଶ୍ୱର ଆଦମଙ୍କୁ ଯେଉଁ ନିର୍ମାଣ କଲେ, ସେ ନିଜ ସାଦୃଶ୍ୟରେ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ବନାଇଲେ। ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ନିର୍ମାଣ କଲେ। ଦେଖନ୍ତୁ ଏଠି ବିଚାର କରିବାର କଥା ଯେ ପରମେଶ୍ୱର ଆଦମଙ୍କ ପରି ନୁହଁ, କିନ୍ତୁ ଆଦମ ପରମେଶ୍ୱରଙ୍କ ପରି। ଆଉ ପରମେଶ୍ୱରଙ୍କ ସାଦୃଶ୍ୟରେ ପରମେଶ୍ୱରଙ୍କ ସାଦୃଶ୍ୟରେ ପରମେଶ୍ୱର ଆଦମଙ୍କୁ ବନାଇଲେ। ତା'ର ଅର୍ଥ ଯେ ପରମେଶ୍ୱରଙ୍କର ଗୁଣ ଯାହା ଥିଲା ତାହା ସେ ଆଦମଙ୍କୁ ସେ ଦେଲେ। ପରମେଶ୍ୱରଙ୍କର ଗୁଣ ଆଦମଙ୍କୁ ଦେଲେ, ତାହା ଆମମାନେ ଏଠାରେ ଦେଖିବାକୁ ପାରୁଅଛୁ। ଆଉ ପରମେଶ୍ୱର ଆଦମଙ୍କୁ ନିଜର ଶକ୍ତି ସେ ଦେଲେ। ଏଥିପାଇଁ ସେ ପରମେଶ୍ୱରଙ୍କର ସଦୃଶ ହେଲା। ପରମେଶ୍ୱର ମନୁଷ୍ୟକୁ ନିଜ ସାଦୃଶ୍ୟରେ ବନାଇଲେ। ଆଉ ସେ କହନ୍ତି, ମୁଁ ମନୁଷ୍ୟକୁ ସ୍ୱର୍ଗଦୂତଙ୍କ ଠାରୁ ଅଳ୍ପ ମାତ୍ର କମ୍ କରି ବନାଇଛି। ଆଉ ସେ ଏହି ପ୍ରକାରେ ସେ ନର ଏବଂ ନାରୀ କରି ସେ ମନୁଷ୍ୟକୁ ସୃଷ୍ଟି କରି ତାହାକୁ ଆଶୀର୍ବାଦ କଲା। ଆଉ ସେ ସୃଷ୍ଟି କରି ତା'ର ନାମ ଆଦମ ସେ ରଖିଲେ। ଆଉ ଆଦି ପୁସ୍ତକ 24 ପର୍ବରେ ଆମମାନେ ଏହା ଦେଖିବାକୁ ପାରୁଛୁ ଯେ ନର ଏବଂ ନାରୀ କରି ପରମେଶ୍ୱର ତାକୁ ସୃଷ୍ଟି କଲେ। ଆଉ ଏହାପରେ ଯେଉଁ ଅନ୍ୟ ଜେନେରେସନ୍ ଯାହା ଆସିବ, ସେମାନେ ଯେମିତି ପରମେଶ୍ୱରଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବେ, ଏଥିପାଇଁ ସେ ଆଉ ସ୍ତ୍ରୀ ଏବଂ ପୁରୁଷକୁ ସେ ନିର୍ମାଣ କରି ସେ ଦୁହିଁଙ୍କୁ ସେ ଆଶୀର୍ବାଦ କରିବାର ଦେଖୁଛୁ। ଆଉ ସେ କହିଲେ, ତୁମେ ପୃଥିବୀରେ ଆଉ ତୁମେ ଫୁଲ ଫଳ ଆଉ ପୃଥିବୀରେ ତୁମେ ଭରିଯାଅ। ଏହି ପ୍ରକାରେ ସେ ଆଶୀର୍ବାଦ ଦେଲେ। ତାପରେ ସେ କହିଲେ, ତୁମେ ପୃଥିବୀରେ ଭରିଯାଅ। ଆଉ ପୃଥିବୀରେ ଅଧିକାର ରଖିବା ପାଇଁ ସେ ଅଧିକାର ଦେଲେ।
ପୃଥିବୀ ଉପରେ ତାକୁ ଦେଖିବା ପାଇଁ, ତାର ଉପରେ ଅଧିକାର ରଖିବା ପାଇଁ ପରମେଶ୍ୱର ଆଦମ ଏବଂ ହବାକୁ ସେ ଅଧିକାର ଦେଲେ। ଆଉ ପରମେଶ୍ୱର ତାହାକୁ ନର ବୋଲିକି ସେ ନାମ ରଖିଲେ। ଆଉ ପରମେଶ୍ୱର ମନୁଷ୍ୟର ନାମ ସେ ଆଦମ ବୋଲି ସେ ରଖିଲେ। ଏଥିପାଇଁ ଏହା ନାମ ଯେଉଁ ଆସିଲା ମନୁଷ୍ୟକୁ ରଖିବାର, ତାହା ପରମେଶ୍ୱରଙ୍କ ଦ୍ୱାରା ଆସିଅଛି। ମୋର ପ୍ରିୟ, ଏଠାରେ ଯଦି ଆମେ ଦେଖିବା, ପରମେଶ୍ୱର ଆଦମଙ୍କୁ ନିଜ ସାଦୃଶ୍ୟରେ ନିର୍ମାଣ କରିଥିଲେ, କିନ୍ତୁ ଆଦମଙ୍କର ବଂଶ, ତାର ସନ୍ତାନ ଯେତେବେଳେ ଜନ୍ମ ହେଲା, ଆଉ ସେ ପରମେଶ୍ୱରଙ୍କ ସଦୃଶ ହୋଇ ରହିଲା ନାହିଁ। କାରଣ ସେ ଆଦମ ଯେ ପାପ କଲା, ଆଉ ସେ ତାର ପୁତ୍ର ମଧ୍ୟ ସେ ପାପୀ ହେଇଗଲା। ଏଥିପାଇଁ ସେ ପାପୀ ହେବାରୁ ସେ ତାର ସନ୍ତାନମାନେ ସେମାନେ ପରମେଶ୍ୱରଙ୍କ ସଦୃଶ୍ୟ, ସେମାନେ ପବିତ୍ର ହୋଇ ରହିଲେ ନାହିଁ। ଏଥିପାଇଁ କଇନ ଯେତେବେଳେ ସେ ଜନ୍ମ ହେଲା, ସେ ପାପୀ ହୋଇ ପାପ କାର୍ଯ୍ୟ ସେ କଲା। ସେ ହତ୍ୟାରା ହେଲା, ସେ ହତ୍ୟା କରିବାକୁ ଲାଗିଲା। ଏଥିପାଇଁ କଇନ ସେ ବିଶ୍ୱାସ ନ କରିବା ଯୋଗୁଁ କଇନ ସେ ଉଦ୍ଧାର ପାଇଲା ନାହିଁ। ଏଥିପାଇଁ ମୋର ପ୍ରିୟ, ଏଥିପାଇଁ ପରମେଶ୍ୱର ଆଦମ ଏବଂ ହବାକୁ 130 ବୟସରେ ସେ ସେଥଙ୍କୁ ସେ ଜନ୍ମ ଦେଲେ। ସେଥଙ୍କୁ ତାଙ୍କ କୋଳରେ ଦେଲେ। ଆଉ ସେଥଙ୍କ ଜନ୍ମଠାରୁ ତାର ବଂଶ ଆମମାନେ ଦେଖିବାକୁ ପାରୁଅଛୁ। ଆଉ କଇନ ଏବଂ ହେବଲଙ୍କ ବିଷୟରେ ଆମମାନେ ଯେଉଁ ଘଟଣା ଦେଖିଲୁ ଗତ 4 ପର୍ବରେ, ଯେ କଇନ ହେବଲଙ୍କୁ ହତ୍ୟା କରିଦେଲେ। ଆଉ କେତେ ବୟସରେ ସେ ହତ୍ୟା କଲା, ଆଉ କେତେ ବର୍ଷ ପରେ ଆଉ ପରମେଶ୍ୱର ତାକୁ ଭଗୋଡ଼ା କଲା, ଆଉ ତାହାର ବିଷୟ ବର୍ଣ୍ଣନା ଆମମାନଙ୍କୁ ଜଣା ନାହିଁ। ତାହା ଏଠାରେ ବର୍ଣ୍ଣିତ ନାହିଁ। ଆଉ ଏଇ ବୟସର ସମୟ ସୀମା ଆମମାନଙ୍କୁ ସେଥଙ୍କ ପରେ ହିଁ ଆମମାନଙ୍କୁ ଧରା ପଡ଼ୁଅଛି। ସେଥଙ୍କ ଜନ୍ମ ପରେ ସେମାନଙ୍କର ସମୟ, ସେମାନଙ୍କର ବର୍ଷ ଆଉ ଗଣନା ଆମମାନଙ୍କୁ ଦେଖିବାକୁ ମିଳୁଅଛି। ଆଉ ସେଥଙ୍କ ଜନ୍ମ ହେଲା ପରେ ଆଦମ 800 ବର୍ଷ ପର୍ଯ୍ୟନ୍ତ ସେ ଆଉ ଜୀବିତ ରହିଲେ। ଆଉ ତାପରେ ଏହି 800 ବର୍ଷ ମଧ୍ୟରେ ଅନେକ ଆଉ ପୁତ୍ର ଆଉ କନ୍ୟା ତାଙ୍କର ଜନ୍ମ ହେଲେ। ଆଉ ଏଠାରେ ଏହି 800 ବର୍ଷ ମଧ୍ୟରେ କେତେଟା ପିଲା ଜନ୍ମ ହେଲେ ତାହାର ବର୍ଣ୍ଣନା ଆମମାନଙ୍କୁ ଜଣା ନାହିଁ। କିନ୍ତୁ ଲେଖା ଅଛି ତାର ପୁତ୍ର ଆଉ ପୁତ୍ରିଆ ଜନ୍ମ ହେଲେ। ଆଉ ଦେଖନ୍ତୁ ଯେ ଏତେ ବର୍ଷ ମଧ୍ୟରେ ସେତଙ୍କର ବଂଶ, ସେଥଙ୍କର ବଂଶ ବି ବଢ଼ୁଛି, ଆଉ ଆଦମଙ୍କର ବଂଶ ବି ବଢ଼ୁଛି। ଆଉ ଏହି ପ୍ରକାର ଜନସଂଖ୍ୟା ବୃଦ୍ଧି ପାଇ ଯଦି ନୋହଙ୍କ ପର୍ଯ୍ୟନ୍ତ ଆମମାନେ ଯଦି ଯିବା, ନୋହଙ୍କର ଆଦମଙ୍କ ଠାରୁ ନୋହଙ୍କ ପର୍ଯ୍ୟନ୍ତ ଯେଉଁ 1556 ବୟସର ଯେଉଁ ଜଳପ୍ଳାବନ ଆସିଥିଲା, ସେହି ବର୍ଷ ପର୍ଯ୍ୟନ୍ତ କେତେ ଲକ୍ଷ କୋଟି ଲୋକ ଜନସଂଖ୍ୟା ବୃଦ୍ଧି ପାଇଯାଇଥିବ। ଆଉ ଏ ସମସ୍ତ ଜନସଂଖ୍ୟା ନୋହଙ୍କ ସମୟରେ
ଜଳପ୍ଲାବନରେ ବିନଷ୍ଟ ହେଲା। ଆଉ ସେହି ସମୟ ପର୍ଯ୍ୟନ୍ତ କେତେ ଜନସଂଖ୍ୟା, ଏହି 10 ଗୋଟି ପିଢ଼ି ପର୍ଯ୍ୟନ୍ତ କେତେ ଜନସଂଖ୍ୟା ବୃଦ୍ଧି ହୋଇଥିଲା ତାହା ଆମମାନଙ୍କୁ ବର୍ଣ୍ଣନା ନାହିଁ। କିନ୍ତୁ ଆମମାନେ ଅନୁମାନ କରିପାରିବା ଯେ ବର୍ତ୍ତମାନ ସମୟରେ ଯଦି ଲୋକମାନେ ଜନ୍ମ ଦିଅନ୍ତି ତ ପ୍ରତ୍ୟେକ ବର୍ଷରେ ବା 1.5 ବର୍ଷରେ ଗୋଟେ ଛୁଆ ଜନ୍ମ ହେଉଛି। ତାର ମାନେ ଆଦମ ଯେ 800 ସେତଙ୍କ ପରେ ଯେ 800 ବର୍ଷ ପର୍ଯ୍ୟନ୍ତ ସେ ଜୀବିତ ରହିଲେ, ଏ 800 ବର୍ଷ ମଧ୍ୟରେ ତାର ପିଲା, ପୁଣି ତାଙ୍କର ପିଲା, ପୁଣି ତାଙ୍କର ପିଲା, ତାଙ୍କର ପିଲା, ଏମିତି ହେଇ ତାଙ୍କର ପିଢ଼ି ସମସ୍ତେ ଜନ୍ମ ଏହି 800 ବର୍ଷ ପର୍ଯ୍ୟନ୍ତ ସେ ଜନ୍ମ ଦେଲେ। ଆଉ ସେଥଙ୍କର ପିଲା ମଧ୍ୟ ସେ ଜନ୍ମ ଦେଲେ। ଏମିତି ହୋଇ ସେମାନଙ୍କର ଜନ୍ମ ବା ସେମାନଙ୍କର ବଂଶ, ସେମାନଙ୍କର ଜେନେରେସନ୍, ସେମାନଙ୍କର ଜନସଂଖ୍ୟା କେତେ ଯେ ବଢ଼ି ଯାଇଥିବ ତାହାର ବର୍ଣ୍ଣନା ଆମମାନଙ୍କୁ ନାହିଁ। କିନ୍ତୁ ଆମମାନେ ଅନୁମାନ କରିପାରିବା ଯେ ନୋହଙ୍କ ଜଳ ପ୍ରଳୟ ପର୍ଯ୍ୟନ୍ତ ଅନେକ ଜନସଂଖ୍ୟା ବୃଦ୍ଧି ପାଇଥିଲା। ଆଉ ମନୁଷ୍ୟର ପାପ ସକାଶୁ ପରମେଶ୍ୱର ଜଳ ପ୍ରଳୟ ଦ୍ୱାରା ସମସ୍ତଙ୍କୁ ସେ ବିନଷ୍ଟ କଲେ। ଏହି ପ୍ରକାରେ ଆଗକୁ ଯଦି ଆମମାନେ ଦେଖିବା ଆବ୍ରାହମଙ୍କ ପର୍ଯ୍ୟନ୍ତ, ନୋହଙ୍କ ଠାରୁ ଯେ ଆବ୍ରାହମଙ୍କ ପର୍ଯ୍ୟନ୍ତ ପୁଣି ଆଉ 10ଟି ପିଢ଼ି, ଆଉ ଆଦମଙ୍କ ଠାରୁ ଆବ୍ରାହମଙ୍କ ପର୍ଯ୍ୟନ୍ତ ସେ 20ଟି ପିଢ଼ି ଆମମାନଙ୍କୁ ଦେଖିବାକୁ ମିଳେ। ଆଉ ନୋହଙ୍କ ପରେ ସେମଙ୍କ ପିଢ଼ି ହେଉଛି 11 ନମ୍ବର ପିଢ଼ି। ତାପରେ ଅର୍ଫଛେଦ ସେ 12 ନମ୍ବର ପିଢ଼ି। ତାପରେ ସେଲ ସେ 13 ନମ୍ବର। ତାପରେ ଜାବେର 14 ନମ୍ବର ପିଢ଼ି। ଏହି ପ୍ରକାରେ ଯେ ଆବ୍ରାହମଙ୍କ ପର୍ଯ୍ୟନ୍ତ 20 ଜେନେରେସନ୍ ପର୍ଯ୍ୟନ୍ତ ଆମମାନଙ୍କୁ ଦେଖିବାକୁ ମିଳୁଅଛି। ଏହି ପ୍ରକାରେ ଆଦମ 130 ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ସେଥ ଦେଲେ। ଆଉ ସେଥର ଜନ୍ମ ଉତ୍ତାରେ ଆଦମ 800 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ଆଉ ସେ ଅନ୍ୟ ପୁତ୍ର ଆଉ କନ୍ୟାମାନଙ୍କୁ ମଧ୍ୟ ସେ ଜାତ କଲେ। ଆଉ ଆଦମଙ୍କର ବୟସ ସର୍ବସୁଦ୍ଧା 930 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ତାପରେ ସେଥ ସେ 105 ବର୍ଷ ବୟସରେ ଇନୋସକୁ ଜାତ କଲେ। ଆଉ ଇନୋସର ଜନ୍ମ ଉତ୍ତାରେ ସେଥ 807 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ଆଉ ସେ ଅନ୍ୟ ପୁତ୍ର ଆଉ କନ୍ୟାମାନଙ୍କୁ ମଧ୍ୟ ସେ ଜାତ କଲେ। ଆଉ ସେଥର ବୟସ ସର୍ବସୁଦ୍ଧା 912 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ତାପରେ ସେ ମରିଗଲେ। ଆଉ ଇନୋସର 90 ବର୍ଷ ବୟସରେ ସେ କଇନାନକୁ ଜାତ କଲେ। ପୁଣି କଇନାନର ଜନ୍ମ ଉତ୍ତାରେ ସେ 815 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିଲେ। ତାପରେ ସେ ପୁତ୍ର ଆଉ କନ୍ୟାମାନଙ୍କୁ ସେ ଜାତ କଲେ। ଆଉ ଇନୋସ ବୟସ ସର୍ବସୁଦ୍ଧା 905 ବର୍ଷ ସେ ବଞ୍ଚି ରହିଲେ। ତାପରେ ସେ ମଲେ। ଆଉ କଇନାନ 70 ବର୍ଷ ବୟସରେ ମହଲେଲକୁ ଜାତ କଲା। ଆଉ ମହଲେଲ ଜନ୍ମିଲା ଉତ୍ତାରେ ସେ 840 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ଆଉ ପୁତ୍ର ଆଉ କନ୍ୟାମାନଙ୍କୁ ସେ ଜାତ କଲା। ଆଉ କଇନାନର ବୟସ ସର୍ବସୁଦ୍ଧା 910 ବର୍ଷ ପର୍ଯ୍ୟନ୍ତ ଥିଲା। ତହୁଁ ସେ ମରିଗଲେ। ମହଲେଲ 65 ବର୍ଷ ବୟସରେ ଜେରଦକୁ ଜାତ କଲା। ଆଉ ଜେରଦ ଜନ୍ମିଲା ପରେ ସେ 830 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଲେ। ଆହୁରି ପୁତ୍ର ଆଉ କନ୍ୟାମାନଙ୍କୁ ସେ ଜାତ କଲେ। ତାପରେ ମହଲେଲର ବୟସ ସର୍ବସୁଦ୍ଧା 895 ବର୍ଷ ଥିଲା। ତାପରେ ସେ ମରିଗଲେ। ଜେରଦ 160 ବର୍ଷ ବୟସରେ ହନକଙ୍କୁ ଜାତ କଲା। ଆଉ ହନକଙ୍କର ଜନ୍ମ
ହେଲା ଉତ୍ତାରେ ସେ 800 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ଆହୁରି ଅନ୍ୟ ପୁତ୍ର ଆଉ କନ୍ୟାମାନଙ୍କୁ ସେ ଜାତ କଲା। ଜେରଦର ବୟସ ସର୍ବସୁଦ୍ଧା 962 ବର୍ଷ ଥିଲା, ତହୁଁ ସେ ମରିଗଲା। ହନୋକ 65 ବର୍ଷ ବୟସରେ ମଥୁସେଲକୁ ଜାତ କଲେ। ମଥୁସେଲର ଜନ୍ମ ଉତ୍ତାରେ ହନୋକ 30 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପୁଣି ସେ ଆହୁରି ପୁତ୍ର ଆଉ କନ୍ୟାମାନଙ୍କୁ ସେ ଜାତ କଲେ। ହନୋକଙ୍କର ବୟସ ସର୍ବସୁଦ୍ଧା 365 ବର୍ଷ ଥିଲା। ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିଲେ, ଆଉ ସେ ଅନ୍ତର୍ହିତ ହେଲେ। ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ, ତାକୁ ଉଠେଇ ନେଲେ। ଆଉ ମଥୁସେଲ 127 ବର୍ଷ ବୟସରେ ଲେମକକୁ ଜନ୍ମ କଲେ। ଲେମକର ଜନ୍ମ ଉତ୍ତାରେ ମଥୁସେଲ 782 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଆଉ ମଥୁସେଲର ବୟସ ସର୍ବସୁଦ୍ଧା 969 ବର୍ଷ ଥିଲା, ତହୁଁ ସେ ମଲା। ଆଉ ଲେମକ 182 ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ ଦେଲେ, ଆଉ ଯାହାର ନାମ ସାନ୍ତନା। ଯେହେତୁ ସେ କହିଲେ, ସଦାପ୍ରଭୁଙ୍କ ଦ୍ୱାରା ଅଭିଷକ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଲେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ। ନୋହଙ୍କର ଜନ୍ମ ଉତ୍ତାରେ ଲେମକ 595 ବର୍ଷ ପର୍ଯ୍ୟନ୍ତ ବଞ୍ଚି ଆହୁରି ପୁତ୍ର ଆଉ କନ୍ୟାମାନଙ୍କୁ ଜାତ କଲେ। ତାଙ୍କର ବୟସ ସର୍ବସୁଦ୍ଧା 777 ବର୍ଷ ଥିଲା, ତାପରେ ସେ ମଲେ। ଆଉ ନୋହଙ୍କୁ 500 ବର୍ଷ ବୟସ ହେଲା ଉତ୍ତାରେ ସେ ତାଙ୍କର ପୁତ୍ରକୁ ସେ ଜାତ କଲେ। ଆଉ ପ୍ରଥମ ପୁତ୍ର ହେଲା ସେମ, ତାପରେ ହାମ ଆଉ ଜେଫତ। ଏହି ପ୍ରକାରେ ନୋହ 950 ବର୍ଷ ପର୍ଯ୍ୟନ୍ତ ସେ ଜୀବିତ ରହିବାର ବିଷୟ ଆମମାନେ ଦେଖୁ। ଆଉ ନୋହଙ୍କର ଏହି ପ୍ରଥମ ପୁତ୍ର ହେଉଛନ୍ତି ସେମ। ଆଉ ସେମଙ୍କ ଦ୍ୱାରା ହିଁ ଆବ୍ରାହମ ଜନ୍ମ ହେଲେ। ଏଥିପାଇଁ ଏହି ପଞ୍ଚମ ବା 5 ପର୍ବଟି ବହୁତ ମହତ୍ତ୍ୱପୂର୍ଣ୍ଣ ବିଷୟ ଅଟେ, ଯେଉଁଟାକି ଆମମାନେ ସମସ୍ତ ବିଷୟର ସମୟ ବା ସେମାନଙ୍କର କେତେ ବର୍ଷ ସେମାନେ ଜୀବିତ ରହିଲେ ଆଉ ସେମାନଙ୍କର କାର୍ଯ୍ୟକଳାପ ଆମମାନେ ଏଠାରେ ଦେଖିବାକୁ ପାରିଲୁ।